ଜଗନ୍ନାଥ ମହାପ୍ରଭୁ ତୁଇ ଶୋଇଥିବେ, ଆମ୍ଭକୁ ଦେଖିଣ କାଳେ ଅଭିବେ। ଦେବ ଶୁଣ କମଳିନୀ ନିଦ୍ରାବତୀ କି ଡକାଇଲେ, ବହନ ମୋର ବୋଲକରେ ବୋଇଲିଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ, କାଲି ବେଳ ଦୁଇ ଘଡ଼ି ଯାଏ ନ ଛାଡ଼ିବୁ। ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ, ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ। ପାକଶାଳାରେ ବେତାଳ ପ୍ରବେଶ ହୋଇଲେ, ତୁଇ ଥିବ ପାକ ଦ୍ରବ୍ୟ ସମସ୍ତ ଖାଇଲେ। ହାଣ୍ଡିମାନ ସବୁ ଏକଠାବ କଚାଡ଼ିଲେ, ଭଣ୍ଡାର ଘରରେ ଅଷ୍ଟ ବେତାଳ ପଶିଲେ। ଯେତେ ଦ୍ରବ୍ୟ ପୁଣି ରହିଥିଲା, ତୁଇ 52 କୋଟି ଭଣ୍ଡାର ଆଣିଲେ ବୁଆଇ। ରାତ୍ରି 16 ଘଡ଼ି ଯାଏ ବେତାଳ ଯେ ତୁଇ, କୁଲରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋଇ। ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ। ପ୍ରଶଂସା କରିଣ ମାଏ ବଚନ ଯେ କହି, ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ କାହିଁ। 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟୋଇ, ଯାଅ ରେ ବେତାଳ ଏବେ ଖଟ ଆଣ ବୋଇ। ଯେବେ ଜଗନ୍ନାଥ ପ୍ରଭୁ ମତେ ନ ଭଜିବେ, ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ। ମତେ ଘେନି ପ୍ରଭୁ ଯେବେ ନ କରିବେ ଘର, କଳି ଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର। ବେତାଳ ବୋଇଲୁ ବୋଲୁଅଛନ୍ତି ରମା ମୁଖ ଚାହିଁ, ରତ୍ନ ଖଟ ଶୋଇଛନ୍ତି 2 କୋଟି ବାଇ। କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ, ପୁଣି ତୁଇ ଶୋଇଛନ୍ତି କାଳିଆ ଗଞ୍ଜନ। 7 ଗୋଟି ପର୍ବତର ଅଟୋଇ ଯେ ଗରୁ, ନାମ ବୋଇ ଅଛନ୍ତି ଅଚଳ ମହାମେରୁ। ମହାଲକ୍ଷ୍ମୀ ବୋଇଲେ ଏମନ୍ତ କରିବ, ଦଉଡ଼ିଆ ଖଟ 1 ଗୋଟି ଯେ ଆଣିବ। ରାମକୃଷ୍ଣ ଦୁହିଁଙ୍କୁ ଯେ ଘୋଡ଼ାଇଣ ଦେବ, ଶୋଇବାର ରତ୍ନ ଖଟ ବୋଇଣ ଆଣିବ। ଏୟା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ, ରତ୍ନ ଖଟ ପାଶେ ଦଉଡ଼ିଆ ଖଟ ଦେଲେ। ବଳରାମକୁ ପ୍ରଥମେ ଧଇଲେ ଯାଇ, ଦଉଡ଼ିଆ ଖଟକୁ ଯେ ଦେଲେ ଘୋଡ଼ାଇ।